ରଙ୍ଗର ପର୍ବ ହୋଲି। ଏହା ଏକ ଏମିତି ପର୍ବ ଯେଉଁଥିରେ ପରସ୍ପର ଭିତରେ ଥିବା ସମସ୍ତ ଭେଦଭାବକୁ ଭୁଲାଇ ଦିଆଯାଇଥାଏ। ସମ୍ପର୍କରେ ଏକ ନୂଆ ସେତୁ ତିଆରି କରିଥାଏ। ଛୁଆଠାରୁ ବୁଢ଼ା ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାନ୍ତି। ହୋଲିରେ କେହି କାହାକୁ ରଙ୍ଗ ଲଗାଇବା ମାତ୍ରକେ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ। କହିବାକୁ ଗଲେ ସମ୍ପର୍କରେ ମଧ୍ୟ ଏକ ନୂଆ ରଙ୍ଗ ଲାଗିଥାଏ। ତେବେ ଏହି ବର୍ଷ ଆସନ୍ତା ମାର୍ଚ୍ଚ 25 ତାରିଖରେ ପାଳନ କରାଯିବ ହୋଲି ପର୍ବ। ହେଲେ ଆପଣ ଜାଣିଛନ୍ତି କି ଏହି ହୋଲି ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ହେବାକୁ ଯାଉଛି। ତେବେ ଯାହା କୁହାଯାଉଛି କି ଦୀର୍ଘ 100 ବର୍ଷ ପରେ ହୋଲି ଦିନ ପଡ଼ୁଛି ଏହି ଚନ୍ଦ୍ରଗ୍ରହଣ। ତେବେ ପୂର୍ଣ୍ଣିମା ଦିନ ହିଁ ଏହି ଚନ୍ଦ୍ରଗ୍ରହଣ ହୋଇଥାଏ। ଆଉ ଏଥର ଚନ୍ଦ୍ରଗ୍ରହଣ ଏହି ଦୋଳ ପୂର୍ଣ୍ଣିମା ଦିନ ହିଁ ଲାଗିବାକୁ ଯାଉଛି। ତେବେ ଏହି ଦିନ ହୋଲି ପର୍ବ ପାଳନ କରାଯାଏ। ଏଥର ଚନ୍ଦ୍ରଗ୍ରହଣ ଯୋଗୁଁ ହୋଲିର ପର୍ବ କିପରି ପାଳନ ହେବ ତାକୁ ନେଇ ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ। ତେବେ ସୂଚନା ଅନୁସାରେ ଚନ୍ଦ୍ରଗ୍ରହଣ ଯୋଗୁଁ ହୋଲିର ପର୍ବ ପ୍ରଭାବିତ ହେବ ନାହିଁ। ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 25ରେ ଲାଗିବାକୁ ଯାଉଛି। କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଆମ ଦେଶ ଭାରତରେ ଦେଖାଯିବ ନାହିଁ। ଆମ ଦେଶରେ ଏହାର ପ୍ରଭାବ ରହିବ ନାହିଁ। ତେବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସକାଳ 10:24ରୁ ଆରମ୍ଭ ହୋଇ ରାତି 3:01 ଶେଷ ସ୍ପର୍ଶ କରିବ। ଏହାର ପରମଗ୍ରାସ ସମୟ ହେଉଛି ରାତି 12:43। ଚନ୍ଦ୍ରଗ୍ରହଣ ଦିନ ଚନ୍ଦ୍ର ଉଦୟ ସମୟ ହେଉଛି ସନ୍ଧ୍ୟା 6:44। ଚନ୍ଦ୍ରଗ୍ରହଣର ପାକତ୍ୟାଗ ଅବଧି ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ତେବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଏଠାରେ ପାକତ୍ୟାଗ ଅବଧି ପାଳନ କରାଯିବ ନାହିଁ। ତେବେ ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ଦୋଳ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଥିବାରୁ ଏହି ଦୁର୍ଲଭ ସଂଯୋଗ 12ଟି ରାଶି ଉପରେ ପ୍ରଭାବ ପକାଇବ। କେତେକ ରାଶିକୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିକୁ ଟିକେ ସତର୍କ ହୋଇ ରହିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଏହି ହୋଲି ଦିନ ପଡ଼ୁଥିବା ଚନ୍ଦ୍ରଗ୍ରହଣ କେଉଁ ରାଶି ପାଇଁ ଲାଭଦାୟକ। ପ୍ରଥମ ରାଶିଟି ହେଉଛି ମେଷ। ଚନ୍ଦ୍ରଗ୍ରହଣ ଏହି ରାଶି ପାଇଁ ବହୁତ ଲାଭଦାୟକ ହେବାକୁ ଯାଉଛି। ହୋଲି ଦିନ ଠାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଭାଗ୍ୟର ପୂର୍ଣ୍ଣ ସମର୍ଥନ ଏହି ରାଶିର ଲୋକମାନଙ୍କୁ ମିଳିବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ଭଲ ଖବର ପାଇବେ। ଆକସ୍ମିକ ଧନ ଲାଭର ଯୋଗ ରହିଛି। ନିଜର ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଧୁରିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ବହୁତ ଭଲ ରହିଛି। ତେବେ ଦ୍ୱିତୀୟ ରାଶିଟି ହେଉଛି ତୁଳା ରାଶି। ଆପଣଙ୍କୁ କହି ରଖୁଛି ଯେ ଏହି ସମୟ ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଏହି ସମୟରେ ସମ୍ପତ୍ତି କିଣିବାର ସମ୍ଭାବନା ରହିଛି। ଏହା ସହିତ ତୁଳା ରାଶିର ବ୍ୟକ୍ତିଙ୍କର ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ଆପଣ ନିଜ କ୍ୟାରିୟରକୁ ନେଇ କିଛି ଭଲ ଖବର ପାଇପାରନ୍ତି। ଚାକିରି ଏବଂ ବ୍ୟବସାୟରେ ଆଶାନୁଯାୟୀ ଫଳ ପାଇବେ। ତୁଳା ରାଶିର ବ୍ୟକ୍ତିମାନେ ଅଟକି ରହିଥିବା ଧନ ପାଇବାରେ ସକ୍ଷମ ହେବେ। ବ୍ୟାଙ୍କ ବାଲାନ୍ସ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ତୃତୀୟ ରାଶିଟି ହେଉଛି କୁମ୍ଭ ରାଶି। ହୋଲିରେ ଚନ୍ଦ୍ରଗ୍ରହଣ କୁମ୍ଭ ରାଶିର ଲୋକଙ୍କ ପାଇଁ ଭଲ ଦିନର ଆରମ୍ଭ କରିବ। ଏହା ନୂତନ ନିଯୁକ୍ତିର ସୁଯୋଗ ଦେବ। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ଏହି ରାଶିର ବ୍ୟକ୍ତିତ୍ୱଙ୍କର ଯଥେଷ୍ଟ ଉନ୍ନତି ହେବ। ଏଥିସହିତ ଭାଗିଦାରୀରେ କାର୍ଯ୍ୟ କରୁଥିବା ଲୋକମାନେ ବ୍ୟବସାୟରେ ସଫଳତା ପାଇବେ। ଏହି ସମୟରେ ଶୁଭ କାମ କରିବେ ଏବଂ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ଆସିବ। ତେବେ ସୂଚନା ଥାଉ କି ହୋଲି ଦିନ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଆୟାରଲ୍ୟାଣ୍ଡ, ଇଂଲଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ହଲାଣ୍ଡ, ବେଲଜିୟମ, ନରୱେ, ସୁଇଜରଲ୍ୟାଣ୍ଡ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ଆମେରିକା, ଜାପାନ, ରୁଷ, ଅଷ୍ଟ୍ରେଲିଆ, ଆଫ୍ରିକା, ପ୍ରଶାନ୍ତ, ଆର୍କଟିକ୍ ଭଳି ଅନେକ ସ୍ଥାନରେ ଦୃଶ୍ୟମାନ ହେବ। ତେଣୁ ଏହି ବର୍ଷ ସେଠାରେ ହୋଲି ମାର୍ଚ୍ଚ 25 ନୁହେଁ ବରଂ 24ରେ ପାଳନ କରାଯିବ। ତେବେ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓ ଯଦି ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହାକୁ ଲାଇକ୍ ଓ ସେୟାର କରନ୍ତୁ। ଏଭଳି ଭିଡ଼ିଓ ଦେଖିବା ପାଇଁ ଯୋଡ଼ି ହୋଇ ରୁହନ୍ତୁ ଆମ ଚ୍ୟାନେଲ କେ ନ୍ୟୁଜ୍ ଓଡ଼ିଶା ସହ। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।